ନମସ୍କାର। ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲ ଆନାଲିସିସ୍କୁ ସ୍ୱାଗତ କରୁଛୁ ମୁଁ ପ୍ରସାଦ। ଚାଲନ୍ତୁ ଏକ ଆର୍ଟିକଲଟେ ପଢ଼ିବା। ବିଷାକ୍ତ କର୍ମ ସଂସ୍କୃତିର ନିର୍ମମ ପରିଦୃଶ୍ୟ। ଆଉ ଥରେ କହିଦିଏ, ବିଷାକ୍ତ କର୍ମ ସଂସ୍କୃତିର ନିର୍ମମ ପରିଦୃଶ୍ୟ। ଚାଲନ୍ତୁ ପଢ଼ିବା। ଆଜିର ବିଶ୍ୱାୟିତ ଅର୍ଥନୀତିର ଗତି ଯେତେବେଳେ ଲାଭ ଉତ୍ପାଦନ ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର ଧାବିତ, ସେତେବେଳେ କର୍ପୋରେଟ୍ ଜଗତର ପର୍ଦ୍ଦା ପଛରେ ଏକ ଭୟଙ୍କର ଏବଂ ନୀରବ ସଙ୍କଟ ବିଷାକ୍ତ କର୍ମ ସଂସ୍କୃତି। ଏହି ସଂସ୍କୃତିର କେନ୍ଦ୍ରବିନ୍ଦୁରେ ରହିଛି ଏକ ରୂଢ଼ ଏବଂ ନିର୍ମମ ବାସ୍ତବତା। କର୍ପୋରେଟ୍ ଲକ୍ଷ୍ୟ ପୂରଣର ନିଶାରେ ବ୍ୟକ୍ତି ନୁହେଁ, ପରିସଂଖ୍ୟାନ ହିଁ ମୂଳ ବିବେଚ୍ୟ ବିଷୟ ହୋଇ ଉଠିଛି। ଫଳତଃ କର୍ମୀ ନୁହେଁ, କେବଳ ମାତ୍ର ମାନବ ସମ୍ପଦ ଉପରେ ହିଁ ଚୂଡ଼ାନ୍ତ ଚାପ ପ୍ରୟୋଗ କରାହେଉଛି, ଯାହା ଶେଷ ପର୍ଯ୍ୟନ୍ତ ବ୍ୟକ୍ତି ମାନସିକତା, ସ୍ୱାସ୍ଥ୍ୟ ଏବଂ ଆତ୍ମସମ୍ମାନକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଇଛି। ଯେଉଁ କର୍ପୋରେଟ୍ ବ୍ୟବସ୍ଥା ଏକ ସମୟରେ ବ୍ୟକ୍ତିର ଦକ୍ଷତା, ଚିନ୍ତାଶକ୍ତି ଏବଂ ଉଦ୍ଭାବନୀ ଶକ୍ତିକୁ ଶ୍ରଦ୍ଧା କରୁଥିଲା, ଆଜି ତାହା କେବଳ ମାତ୍ର ଏକ ଲକ୍ଷ୍ୟ ପୂରଣକାରୀ ଯନ୍ତ୍ରରେ ରୂପାନ୍ତରିତ ହୋଇଛି। ଟାର୍ଗେଟ୍, କେପିଆଇ, ମାସିକ ରିଭ୍ୟୁ ଏସବୁ ଶବ୍ଦ ଆଜିକାର କର୍ମଜୀବନର ଅପରିହାର୍ଯ୍ୟ ଅଙ୍ଗ ହୋଇ ଉଠିଲେ ମଧ୍ୟ ଏହା ପଛରେ ଯେଉଁ ଅନିର୍ଦ୍ଦେଶ୍ୟ ଏବଂ ଦଗ୍ଧ କରିବା ଚାପ ସୃଷ୍ଟି ହୋଇଛି, ସେ ନେଇ ପ୍ରତିଷ୍ଠାନଗୁଡ଼ିକ ଅନେକାଂଶରେ ଉଦାସୀନ। ବିଶେଷତଃ କର୍ପୋରେଟ୍ ବ୍ୟବସ୍ଥାପନ ମଧ୍ୟରେ ଏପରି ଏକ ମାନସିକ ପରିବେଶ ଗଢ଼ି ଉଠିଛି, ଯେଉଁଠି ଭୟ ଏବଂ ଚାପ ବ୍ୟବସ୍ଥାପନର କୌଶଳ ରୂପେ ବ୍ୟବହୃତ ହୋଇଛି ଏବଂ ଅବମାନନା ଅଥବା ତାଚ୍ଛଲ୍ୟପୂର୍ଣ୍ଣ ଆଚରଣ ଏକ ନୂଆ ପ୍ରକାରର ମୋଟିଭେସନ୍ ବା ପ୍ରୋତ୍ସାହନ କୌଶଳ ହୋଇ ଉଠିଛି। ଏହି ବାସ୍ତବତା ଏକମାତ୍ର ଅଞ୍ଚଳରେ ନୁହେଁ, ଏହା ଏକ ବୈଶ୍ୱିକ ଚିତ୍ର। ବହୁ ପ୍ରତିଷ୍ଠାନ ଆଜି ମଧ୍ୟ ଚୂଡ଼ାନ୍ତ ଲାଭଜନକତାର ଲକ୍ଷ୍ୟରେ କର୍ମଚାରୀମାନଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରୁଛନ୍ତି, ଯେପରିକି ସେମାନେ ମଣିଷ ନୁହନ୍ତି, ଯନ୍ତ୍ର। ଉଦାହରଣ ସ୍ୱରୂପ OLS ଫାର୍ଗୋର ବହୁଳ ଆଲୋଚିତ ଦୁର୍ନୀତିର କଥା ଉଲ୍ଲେଖଯୋଗ୍ୟ, ଯେଉଁ କର୍ମୀମାନଙ୍କୁ ଚରମ ପ୍ରକ୍ରିୟା ଚାପ ମଧ୍ୟରେ ବାରମ୍ବାର ମିଥ୍ୟା ଆକାଉଣ୍ଟ ଖୋଲିବା ପରି କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥିଲା। କର୍ପୋରେଟ୍ ଲକ୍ଷ୍ୟ ପୂରଣର ପ୍ରତିଷ୍ଠାନ ଯେ କେଉଁ ପରିମାଣରେ ମାନବିକ ମୂଲ୍ୟବୋଧ ବିସର୍ଜନ ଦେଇପାରେ, ଏହି ଘଟଣାଟି ତାହାର ପ୍ରକୃଷ୍ଟ ଉଦାହରଣ। ଭାରତୀୟ ପରିପ୍ରେକ୍ଷୀରେ ଏହି ସଙ୍କଟ ଆହୁରି ବିକଟ ହୋଇ ଉଠିଛି। 2024ରେ ମୁମ୍ବାଇର ଏକ ଅଡିଟ୍ ଫାର୍ମରେ କାର୍ଯ୍ୟରତ 26 ବର୍ଷ ବୟସ୍କା ଅଡିଟର ଆନ୍ୟା ସେବାଷ୍ଟିଆନଙ୍କ ଆକସ୍ମିକ ମୃତ୍ୟୁ ପରେ ସାରା ଦେଶରେ କର୍ପୋରେଟ୍ ସଂସ୍କୃତି ନେଇ ଗଭୀର ପ୍ରଶ୍ନ ଉଠିଛି। ଅଭିଯୋଗ ଉଠିଛି, ଅତିରିକ୍ତ କାର୍ଯ୍ୟର ଚାପ, ବିଶ୍ରାମର ଅଭାବ ଏବଂ ଲଗାତାର ମାନସିକ ଅବଦମନ ଏହି ସମସ୍ତ ଉପାଦାନ ହିଁ ଥିଲା ତାଙ୍କ ମୃତ୍ୟୁର ନେପଥ୍ୟରେ। ଆହୁରି ଉଦ୍ବେଗର ବିଷୟ ହେଲା, ଅନେକ କର୍ମୀ ପ୍ରକାଶ୍ୟରେ ସ୍ୱୀକାର କରନ୍ତି ଯେ ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କ ତିରସ୍କାର, ଅଶ୍ରାବ୍ୟ ଭାଷା ପ୍ରୟୋଗ ଏବଂ କାର୍ଯ୍ୟ ନ କରିପାରିଲେ ଅବମାନନାକର ପ୍ରତିକ୍ରିୟା ଏହିସବୁ ନିତ୍ୟ ନୈମିତ୍ତିକ ଚର୍ଚ୍ଚା। ଏହି ସଂସ୍କୃତି ଯେଉଁଠି ନେତୃତ୍ୱର ଜାଗାରେ ଥିବା ବ୍ୟକ୍ତିମାନେ ଆବେଗପ୍ରବଣ ସହାନୁଭୂତି ନୁହେଁ, ବରଂ ଚାପ ପ୍ରୟୋଗ ଏବଂ ଭୟର ଆବହ ସୃଷ୍ଟି କରିବାର ଦକ୍ଷ ବ୍ୟବସ୍ଥାପକ ବୋଲି ଗଣ୍ୟ କରାଯାଉଛି, ସେଠାରେ ମାନବିକ ସମ୍ପର୍କ ଆଉ ବିଦ୍ୟମାନ ରହେ ନାହିଁ। ପ୍ରତିଷ୍ଠାନର ସାଫଲ୍ୟ ସେତେବେଳେ ଆଉ ବ୍ୟକ୍ତିର କଲ୍ୟାଣ ସହ ସମ୍ପୃକ୍ତ ରହେ ନାହିଁ, ବରଂ ତାହା ହୋଇଉଠେ ଏକ ନିଃସହାୟ ପ୍ରତିଯୋଗିତା, ଯେଉଁଠି ଯିଏ ବେଶୀ ସମୟ କାର୍ଯ୍ୟାଳୟରେ ରହିବ, ଯିଏ ସର୍ବୋଚ୍ଚ ଚାପ ସହିଯିବ, ସେ ହିଁ ଯୋଗ୍ୟ ରୂପେ ବିବେଚିତ ହେବେ। ବୈଜ୍ଞାନିକ ଗବେଷଣା କହୁଛି, ଦୀର୍ଘ ସମୟ ଧରି ବିଷାକ୍ତ କର୍ମ ସଂସ୍କୃତିରେ କାର୍ଯ୍ୟ କଲେ ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଡିପ୍ରେସନ୍ ଏବଂ ବର୍ଣ୍ଣଆଉଟ୍ ପରି ସମସ୍ୟାର ସମ୍ଭାବନା ନାଟକୀୟ ଭାବେ ବଢ଼ିଯାଏ। ଗ୍ଲୋବାଲ ହ୍ୟୁମାନ୍ ରିସୋର୍ସ ରିପୋର୍ଟ ଅନୁସାରେ ଗତ 5 ବର୍ଷରେ କେବଳ ଆମେରିକାରେ ବିଷାକ୍ତ କର୍ମ ସଂସ୍କୃତିର କାରଣରୁ ପ୍ରତିଷ୍ଠାନଗୁଡ଼ିକ $220 ବିଲିୟନ ବେଶୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲେ। କର୍ପୋରେଟ୍ ପରିବେଶରେ ତିଆରି ହୋଇଥିବା ଏହି ଟିକ୍ ବକ୍ସ କଲଚର ବା କର୍ମସୂଚୀ ଭିତ୍ତିକ ଅବସ୍ଥା ଏପରି ଏକ ମାନସିକ ଦାୟିତ୍ୱ ତିଆରି କରିଥାଏ, ଯେଉଁଠି କର୍ମୀମାନେ କେବଳ ମାତ୍ର ନିର୍ଦ୍ଧାରିତ ଚେକ୍ଲିଷ୍ଟ ପୂରଣ ପାଇଁ କାର୍ଯ୍ୟ କରନ୍ତି। କର୍ମର ପ୍ରକୃତ ତାତ୍ପର୍ଯ୍ୟ, ସୃଜନଶୀଳତା ଏବଂ ଅନ୍ତର୍ନିହିତ ତୃପ୍ତି ସେଠାରେ ଆଉ ନଥାଏ। କେବଳ ହିଁ ସଂଖ୍ୟା, ଗ୍ରାଫ, ରେଟିଂ ଏବଂ ପ୍ରେଜେଣ୍ଟେସନ ଏହିସବୁ ଯନ୍ତ୍ରକୃତ ବ୍ୟବସ୍ଥା ମଧ୍ୟରେ ବ୍ୟକ୍ତି ହଜିଯାଏ। ଆଜିକାର ସମାଜରେ ଏହି ନୂତନ ସ୍ୱାଭାବିକ ଯେ କେତେ ଭୟଙ୍କର ରୂପ ଧାରଣ କରିଛି, ତାହା ବୁଝାଯାଏ ଯେତେବେଳେ ଆମେ ଦେଖୁ ଲକ୍ଷ୍ୟ ପୂରଣ ନାମର ହଜାର ହଜାର କର୍ମଚାରୀ, ଯେଉଁମାନେ ହୁଏତ କର୍ମଦକ୍ଷତାର ଅତୁଳନୀୟ, କେବଳ ମାତ୍ର ମାନସିକ ଚାପ ଏବଂ ଅବମାନନା ଫଳରେ କର୍ମଜୀବନରୁ ଛିଟିକି ପଡ଼ି ଘୋର ମାନସିକ ବେଦନା ମଧ୍ୟରେ ସମୟ ବିତାଉଛନ୍ତି। କୌଣସି କ୍ଷେତ୍ରରେ ଦେଖାଯାଏ ଆତ୍ମହତ୍ୟା ପର୍ଯ୍ୟନ୍ତ କରୁଛନ୍ତି। କର୍ପୋରେଟ୍ ଲାଭର ଅନ୍ଧ ଦୌଡ଼ ମଧ୍ୟରେ ସେମାନେ ଉଠିଛନ୍ତି କେବଳ ପରିସଂଖ୍ୟାନ, ଯେଉଁମାନଙ୍କ ବଞ୍ଚି ରହିବା କିମ୍ବା ମରିଯିବା ନେଇ କୌଣସି ଆଲୋଚନା ହୁଏ ନାହିଁ। ଏହି ପ୍ରେକ୍ଷାପଟରେ କର୍ପୋରେଟ୍ ଜଗତର ଉଚିତ ମାନବିକତା ଏବଂ କର୍ମଚାରୀ କଲ୍ୟାଣକୁ ବ୍ୟବସାୟିକ ସାଫଲ୍ୟର ମାପକାଠିରେ ଅନ୍ତର୍ଭୁକ୍ତ କରିବା। ନେତୃତ୍ୱରେ ସଂଜ୍ଞା ବଦଳାଇବାକୁ ହେବ। ଭୟ ନୁହେଁ, ବିଶ୍ୱାସ ହିଁ ହେଉ ଅନୁପ୍ରେରଣାର ଭିତ୍ତି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆମେ ଯେପରି ଭୁଲି ନ ଯାଉ, ଲକ୍ଷ୍ୟ ପୂରଣ କେବେ ହେଲେ ଜୀବନର ଠାରୁ
ପରିବାର ଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ନାହିଁ। ମାନବ କେବଳ ଏକ ସମ୍ବଳ ନୁହେଁ, ଏହା ସ୍ୱପ୍ନ ଦେଖେ, କ୍ଳାନ୍ତ ହୁଏ, ବଞ୍ଚିବାକୁ ଚାହେଁ। କର୍ପୋରେଟ୍ ଲକ୍ଷ୍ୟର ପଛରେ ସେହି ଜୀବନ ହିଁ ଯେପରି ଶେଷ ନିଶ୍ୱାସରେ ଅଟକି ନଯାଏ, ଏତିକି ଆଜିକାର ସମୟର ସବୁଠାରୁ ବଡ଼ ଦାବି ହେବା ଉଚିତ। ଏତିକି ସେ ରହୁଛି। ବହୁତ ଧନ୍ୟବାଦ।